ଆସନ୍ତୁ ବର୍ତ୍ତମାନ ମଣ୍ଡଳୀର ସମ୍ପାଦକ ସହିତ ଅନେକ କାର୍ଯ୍ୟକାରୀ ମାନେ ବି ଅଛନ୍ତି, ଭାଇମାନେ ବି ଅଛନ୍ତି, ଯାହାଙ୍କର ପ୍ରାଣପଣ ଚେଷ୍ଟା ମଧ୍ୟରେ ଆଜି ଏ ଦିନ ଦେଖିବା ପାଇଁ ପ୍ରଭୁ ସାହାଯ୍ୟ କରିଛନ୍ତି। ଯେପରିକି ଆମେ ଦେଖିବାକୁ ପାରୁଛୁ ଏ 2026 ସାଲର ନବବର୍ଷର ଶୁଭାରମ୍ଭ କାର୍ଯ୍ୟ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ଅଜୟଠାରେ ହେବାକୁ ଯାଉଛି। କଣ ସେ ସମ୍ପର୍କରେ ସ୍ଥାନୀୟ ମଣ୍ଡଳୀର ସମ୍ପାଦକ ଅଛନ୍ତି ସୁରେଶ ନାଗ ଆଜ୍ଞା ଅଛନ୍ତି। ଆଜ୍ଞା ଆପଣଙ୍କୁ ସ୍ୱାଗତ କରୁଛୁ ଆମ ନଜ ଖ୍ରୀଷ୍ଟ ଖବରକୁ। ଆପଣଙ୍କ ଆନୁକୂଲ୍ୟ ମଧ୍ୟରେ ପ୍ରଭୁଙ୍କ ଦୟାରୁ କାର୍ଯ୍ୟ ଆରମ୍ଭ ହେଇଛି, କଣ କହିବା ମନ୍ତବ୍ୟ? ପ୍ରଭୁ ଯୀଶୁଙ୍କର ମହାନାମ ଧନ୍ୟବାଦ ହଉ। ପ୍ରଭୁ ଦୟା ଅନୁଗ୍ରହ କରି ତାଙ୍କଠାରେ ଯେଉଁମାନେ ବାସ କରନ୍ତି କେବେ ମଧ୍ୟ ସେମାନଙ୍କୁ ସେ ବାସହରା କରନ୍ତି ନାହିଁ, ଏହା ଆମର ପ୍ରଭୁଙ୍କଠାରେ ପୂର୍ଣ୍ଣ ବିଶ୍ୱାସ ଅଛି। ପ୍ରଭୁ ମଣ୍ଡଳୀକୁ ଦୀର୍ଘ ଦିନ ଧରି ଆମମାନଙ୍କୁ ତାଙ୍କର ସେବା ଉପାସନାରେ କଡ଼େ ଆଣିବା ସହିତ ବିଶ୍ୱାସୀ ସଂଖ୍ୟା ବୃଦ୍ଧି କରାଇ ଆସୁଅଛନ୍ତି। ତଦନୁଯାୟୀ ଆମମାନଙ୍କର ଗତ ପୁରୁଣା ଚର୍ଚ୍ଚ ଯେତେବେଳେ ଆମେ ବିଶ୍ୱାସୀ ସଂଖ୍ୟାରେ ଭରପୁର ହେଲୁ, ନିଶ୍ଚିତ ଭାବେ ପ୍ରଭୁ ପୁନର୍ବାର ଗୋଟିଏ ନୂତନ ଉପାସନା ଗୃହ କରିବାର ଗୋଟେ ଚିନ୍ତା ଦେଲେ। ତଦନୁଯାୟୀ ଆମେ ପ୍ରଭୁଙ୍କଠାରେ ଭରସା ଏବଂ ପ୍ରାର୍ଥନା କରି ଏକ ନୂତନ ଚର୍ଚ୍ଚର ପୁନାଦି ପକାଇବା ନିମନ୍ତେ ଆମମାନଙ୍କର ପ୍ରିୟ ମହାମହିମ ପରିଛା ଆଜ୍ଞାଙ୍କର ହସ୍ତରେ ପ୍ରଥମେ ତାଙ୍କର ଭିତ୍ତି ସ୍ଥାପନ ନିମନ୍ତେ ଆହ୍ୱାନ କରି ତାଙ୍କର ହସ୍ତର ଭିତ୍ତି ସ୍ଥାପନ କରାଗଲା। ସେଥି ସଙ୍ଗେ ସଙ୍ଗେ ଆଜିର ଭିତ୍ତି ସ୍ଥାପନ କାର୍ଯ୍ୟରେ ମଣ୍ଡଳୀ ପୁଣି ସମ୍ମିଳନୀ ଏବଂ ଅନ୍ୟାନ୍ୟରୁ ବିଶିଷ୍ଟ ମହାନ ଦାସମାନେ ଆସି ଯୋଗ ଦେଇଥିଲେ। ସେମାନଙ୍କର ସହାୟତା ବିଶେଷ ମୁଁ ଧନ୍ୟବାଦ ଦିଏ। ଗ୍ରାମର ପ୍ରତ୍ୟେକ ଝିଅ ଜୋଇମାନଙ୍କୁ କେବଳ ସେମାନଙ୍କୁ ଗୋଟିଏ ଫୋନ୍ କଲ୍ରେ ପ୍ରତ୍ୟେକ ଆସି ଯେ ପ୍ରକାର ସହଯୋଗ କରିଛନ୍ତି, ନିଶ୍ଚିତ ଭାବେ ଆମେ ପ୍ରତ୍ୟେକଙ୍କ ଠାରେ କୃତଜ୍ଞତା ଜ୍ଞାପନ କରୁଛୁ। ମୁଁ ବିଶେଷ ଏହି ଚ୍ୟାନେଲ ମାଧ୍ୟମରେ ଅନୁରୋଧ କରେ, ଆମର ଯେଉଁ କାର୍ଯ୍ୟ ଆରମ୍ଭ କରିଛୁ ନିଶ୍ଚିତ ଭାବେ ଏହି କାର୍ଯ୍ୟର ସମାପ୍ତି ନିମନ୍ତେ ପ୍ରତ୍ୟେକ ପ୍ରାର୍ଥନାରେ ତୋଳି ଧରିବେ। ସମସ୍ତ ଆବଶ୍ୟକ ଅର୍ଥ ସାମଗ୍ରୀ ଏବଂ କାର୍ଯ୍ୟର ସୁରକ୍ଷା ନିମନ୍ତେ ମଧ୍ୟ ପ୍ରତ୍ୟେକ ପ୍ରାର୍ଥନା ତୋଳି ଧରିବେ। ଧନ୍ୟବାଦ। କେତେ ଓସାର କେତେ ଲମ୍ବ ଏହା ତ ନିହାତି ଜାଣିଯିବେ ଆପଣ। ନିଶ୍ଚିତ ଭାବେ ଆମମାନଙ୍କର ଭବିଷ୍ୟତର ଲକ୍ଷ୍ୟକୁ ନେଇ ଯଥିବା ଆମମାନଙ୍କର ବର୍ତ୍ତମାନର ଜନସଂଖ୍ୟା ଏବଂ ଭବିଷ୍ୟତର ଜନସଂଖ୍ୟାକୁ ଆମେ ଲକ୍ଷ୍ୟ କରି ଲମ୍ବା 100 ଫୁଟ ଏବଂ ଓସାର 42 ଫୁଟ ରଖିଛୁ। ସେଥି ସଙ୍ଗେ ସଙ୍ଗେ ଗୋଟେ ଗ୍ୟାଲେରୀରେ ମଧ୍ୟ ଆମେ ବ୍ୟବସ୍ଥା କରିଛୁ। ପ୍ରତି ନିମନ୍ତେ ପ୍ରତ୍ୟେକ ପ୍ରାର୍ଥନାରେ ତୋଳି ଧରନ୍ତୁ। ମିସ୍ତ୍ରୀ କାହାକୁ ଦାୟିତ୍ୱ ଦିଆଯାଇଛି? ମିସ୍ତ୍ରୀ ଆମମାନଙ୍କର ସୁପରିଚିତ ଏବଂ ଆମ ଗ୍ରାମର ଜୋଇଁ ସରୋଜ ସିଂ ଗୋଡ଼ା, ସେ ଆମମାନଙ୍କର ଅତି ବିଶ୍ୱସ୍ତ କାର୍ଯ୍ୟଦକ୍ଷ ମିସ୍ତ୍ରୀ। ଅନେକ ତାଙ୍କର ଉଦାହରଣ ରହିଛି। ସେ ଅନେକ ଜାଗାରେ ଦକ୍ଷତାପୂର୍ଣ୍ଣ ଭାବେ ଚର୍ଚ୍ଚ ଗୃହ ନିର୍ମାଣ କରି ସଫଳ କରିଛନ୍ତି। ଏ ବିଶ୍ୱାସ ଭରସା ରଖି ଆମେ ସେ ମିସ୍ତ୍ରୀଙ୍କ ହସ୍ତରେ ଆମେ ସମସ୍ତ ଦାୟିତ୍ୱ ପ୍ରଦାନ କରିଛୁ। ଧନ୍ୟବାଦ ନାଗ ମହାଶୟ। ବର୍ତ୍ତମାନ ମାଛ ଆଜ୍ଞା ଅଛନ୍ତି, ଆପଣ କଣ କହିବେ ଆଜିର ଏଇ ଶୁଭାରମ୍ଭକୁ ନେଇ? ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। ବିଶେଷ ଆଜିର ଏକ ଶୁଭ ଦିନ ମଧ୍ୟରେ ଆମମାନଙ୍କୁ ଏକତ୍ରିତ କରିଥିବା ହେତୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ, ଯାହାକି ଅଜୟ ନାଇଁ ଗାଡ଼ି ଦେବୁ ଯେ ୟୁଟ୍ୟୁବ ବର୍ତ୍ତମାନ ଏକ ଶୁଭ ସମ୍ବାଦ ନେଇ ଆସୁଛି, ଯାହା ପ୍ରତ୍ୟେକ ମଣ୍ଡଳୀ ସମ୍ମିଳନୀ ପାଇଁ ଶୁଭ ଖବର ବୋଲି ମୁକ୍ତି ହେବ ନାହିଁ। ସେ ହେଉଛି ବର୍ତ୍ତମାନ ମାତୃମଣ୍ଡଳୀ ଆମର ଅଜୟ ଠାରେ ପହଞ୍ଚିଛି। ବର୍ତ୍ତମାନ ନୂତନ ଭାବେ ଉପାସନା କାର୍ଯ୍ୟକ୍ରମ ଚାଲିଛି। ପ୍ରାୟ ପିଲର ଠିଆ ହେଉଛି। ଏ ସମ୍ପର୍କରେ କିଛି ମନ୍ତବ୍ୟ ନେବା ପାଇଁ ମୁଁ ବର୍ତ୍ତମାନ ପାଳକ ମୋ ସହିତ ଅଛନ୍ତି, ପୁଣି ଆଜ୍ଞା ଅଛନ୍ତି, ତାଙ୍କ ମୁଖରୁ କିଛି ବାଇଟା ପାଇଁ ଚାହେଁ। ସାର୍, ନିହାତି ପ୍ରଭୁଙ୍କୁ ଧନ୍ୟବାଦ ଦେବି। ଆଜିର ଶୁଭାରମ୍ଭ କଥାକୁ ନେଇ ପରିଦର୍ଶନ କହିବା ପାଇଁ ଚାହୁଁଛି। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହେଉ। ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆମମାନଙ୍କ ପୁନା ଚିନ୍ତାଡୁ ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଧନ୍ୟବାଦ ଦେଉଅଛି। ଆଜିର ଯେଉଁ ନୂତନ ଉପାସନା ମନ୍ଦିର ନିର୍ମାଣର ପୁନାଦି ସ୍ଥାପନ ହେବା ପାଇଁ ଯାଇଛି, ଅତି ପ୍ରଭୁଙ୍କର ମହାନ ଗୌରବର କାର୍ଯ୍ୟଟି ଆରମ୍ଭ ହେଇଅଛି। ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ, କାରଣ ପ୍ରଭୁ ଏହି କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ଯାଇଛନ୍ତି।
ତ ନିଶ୍ଚିତ ଭାବେ କେବେଠୁ ପ୍ରଥା ଆରମ୍ଭ ହେଇଥିଲା? ଏହି ନୂତନ ଉପାସନା ମନ୍ଦିର ନିର୍ମାଣ କରିବା ନିମନ୍ତେ ପ୍ରାୟ 2 ବର୍ଷ 3 ବର୍ଷ ପର୍ଯ୍ୟନ୍ତ ଆମମାନଙ୍କର ଅନେକ ବ୍ୟକ୍ତିଙ୍କ ହୃଦୟରେ ଅନେକ ପ୍ରକାର ଚିନ୍ତା ଥିଲା କରିବା ନିମନ୍ତେ ଆରମ୍ଭ। ଆଜି ଜଣେ ଶିକ୍ଷକ ଆଜ୍ଞା ଅଛନ୍ତି କଣ ଆଜ୍ଞା କୁହନ୍ତୁ ଆପଣଙ୍କର ଗ୍ରାମରେ ଏତେ ବଡ ଶୁଭ ଖବର ଆରମ୍ଭ ହେଲା? ବହୁତ ଆନନ୍ଦ ଲାଗୁଛି, ଖୁସି ଲାଗୁଛି। ଆମେ ଗ୍ରାମବାସୀ ହିସାବରେ ପ୍ରତ୍ୟେକଙ୍କର ମନ ମଧ୍ୟରେ ଗୋଟେ ବିଚାର ବିଷୟରେ ବହୁତ ଚିନ୍ତା ଥିଲା। ପ୍ରଭୁଙ୍କ ସେବାରେ ନିଜ ଗାଁରୁ ପ୍ରଭୁଙ୍କ ଆହ୍ୱାନ କ୍ରମେ ଯାଇ ସୁଦୂର ଜୟପୁର ଅଞ୍ଚଳରେ ରହନ୍ତି ପ୍ରଭୁଙ୍କ ଦାସ ବାଳକ ମାସାର ପ୍ରେଜ ଲର୍ଡ ସାର୍। ପ୍ରେଜ୍ ଲର୍ଡ। କେମିତି ଅଛନ୍ତି କୁହନ୍ତୁ ପ୍ରଭୁ? ପ୍ରଭୁଙ୍କ ଦୟାରେ ଭଲ ଅଛୁ। ନିଶ୍ଚିତ ଭାବେ ଆଜି ଆପଣ ନିଜ ଗାଁ ମୁହାଁ ହେଇଛନ୍ତି ଆସିବାର ଉଦ୍ଦେଶ୍ୟ ଯେ ଯେପରିକି ନୂତନ ଉପାସନା କାର୍ଯ୍ୟକ୍ରମ ନିମନ୍ତେ କଣ କହିବେ ଆପଣ ଭିତରେ ମନ୍ତବ୍ୟ? ପ୍ରଥମତଃ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଏବଂ ବହୁତ ଆନନ୍ଦିତ ଯେ ଗ୍ରାମରେ ଏତେ ଉତ୍ତମ ପ୍ରଭୁଙ୍କ ପାଇଁ ଉପାସନା ଗୃହ ନିର୍ମାଣ ହେବା ପାଇଁ ଯାଉଛି। ଆମେ ସମସ୍ତେ ଓଭର ଏକ୍ସାଇଟେଡ୍। ଆଉ ଆଜି ଭିତ୍ତିମୂଳ ସ୍ଥାପନ ହେଇଛି ଗୋଟେ ପ୍ରକାର ଦେଖିବାକୁ ଗଲେ, ଆଉ କାମ ଚାଲିଛି। ବିଶେଷ କରି ଗାଁବାସୀ ସମସ୍ତଙ୍କୁ ଯେତେବେଳେ ଆମେ ଦେଖୁଛୁ ଆନନ୍ଦରେ ସେମାନେ ନିଜର ଯୋଗଦାନ ଦଉଛନ୍ତି, ପରିଶ୍ରମ କରୁଛନ୍ତି, ସେଟା ଆମକୁ ବହୁତ ପ୍ରୋତ୍ସାହିତ କରୁଛି ଏବଂ ଆଶା କରୁଛୁ ନିଶ୍ଚୟ ପ୍ରଭୁ ତାଙ୍କରି କାର୍ଯ୍ୟ ସେ ଆରମ୍ଭ କରିଛନ୍ତି ଏବଂ ସେ ନିଶ୍ଚୟ ପୁରା କରିବେ। ସେ ଆନନ୍ଦ ଆମ ସମସ୍ତଙ୍କ ଜୀବନରେ ଅଛି। ପ୍ରଭୁଙ୍କ ଗୌରବ ହଉ। ତ ନିହାତି ଯେତେବେଳେ ଆପଣ ସୁଦୂର ନିଜ ଗାଁରୁ ନିଜ ମାନେ ସୁଦୂର ଜୟପୁର ଜାଗାକୁ ଫୋନରେ ଆସିଥିବ ଆମ ମଣ୍ଡଳୀରେ ଅର୍ଥାତ୍ ଅଜୟଗୋଡ଼ା ମଣ୍ଡଳୀରେ ଭିତ୍ତିମୂଳ କାର୍ଯ୍ୟକ୍ରମ ଭାବେ ଆପଣ ଉପସ୍ଥିତ ଦରକାର କଣ ଅନୁଭବ କଲେ ସେତେବେଳେ? ବହୁତ ଖୁସି ଅନୁଭବ ହେଲା ପ୍ରଥମତଃ କି ବା ଚାଲ ଗାଁରେ ଗୋଟେ ମଣ୍ଡଳୀ ଗୃହ ଆରମ୍ଭ ହଉଛି, ଆଉ ସେଥିପାଇଁ ଆମେ ଅନେକ ବ୍ୟସ୍ତତା ମଧ୍ୟରେ ମଧ୍ୟ ଆମେ ସମୟ କାଢିକି ଆସିଛୁ, ସମସ୍ତଙ୍କ ସାକ୍ଷାତ କଲୁ। ସେଇଟା ଆମ ପାଇଁ ଗୌରବର ଆନନ୍ଦର ବିଷୟ, ଗର୍ବର ବିଷୟ ମଧ୍ୟ। ମୋ ବ୍ୟକ୍ତିଗତ ଅନୁରୋଧ ରହିବ କାରଣ ଆପଣଙ୍କ ଅଞ୍ଚଳରେ ଅର୍ଥାତ୍ ଜୟପୁର ଏରିଆରେ ବିଭିନ୍ନ ପ୍ରମୁଖ ସେବକ ସେବିକା ମାନେ କଣ ଆପଣ ନିମନ୍ତ୍ରଣ ରଖିବେ? ନିଶ୍ଚୟ ଆମେ ଏ ବିଷୟ ଏ ପ୍ରସ୍ତାବଟାକୁ ରଖିବୁ ନେଇକି କଣ ରଖିବେ ପ୍ରସ୍ତାବ? କି ତାଙ୍କର ହସ୍ତ ବଢାଇବା ପାଇଁ, ପ୍ରାର୍ଥନା କରିବା ପାଇଁ ନିଶ୍ଚୟ ଆଉ ଚାହିଁବୁ ଆମେ କି ସମସ୍ତଙ୍କର ଯୋଗଦାନରେ ହିଁ କାର୍ଯ୍ୟ ସଫଳ ହେବ। ପ୍ରଭୁ ଆମ ସମସ୍ତଙ୍କୁ ଏକ ମଣ୍ଡଳୀ କରିଛନ୍ତି, ଗ୍ଲୋବାଲ ଚର୍ଚ୍ଚ ୱିଆର। ଏବେ ନିଶ୍ଚୟ ସମସ୍ତେ ସହଯୋଗ କରିବେ, ପ୍ରାର୍ଥନା କରିବେ ପ୍ରଥମତଃ, ଏବେ ନିଶ୍ଚୟ କାର୍ଯ୍ୟ ପୁରା ହେବ। ଆଜି ଅନେକ ଦେଖିବେ ମିଡିଆରେ ଆପଣଙ୍କୁ ନିଜ ମଣ୍ଡଳୀ ଲୋକମାନେ ଦେଖିବେ, ନିଜ ପ୍ରତିବାସୀ ଅଞ୍ଚଳ ଲୋକ ଦେଖିବେ, କଣ କହିବେ ଆପଣ? ମୁଁ ଅନୁରୋଧ କରିବି ସମସ୍ତେ ଏ ବିଷୟକୁ ନେଇ ପ୍ରାର୍ଥନା କରନ୍ତୁ। ସର୍ବପ୍ରଥମେ ପ୍ରଭୁଙ୍କ ପ୍ରଶଂସା ହେଉ। ମଣ୍ଡଳୀ ଗୃହଟେ ହେଉଛି, ଲୋକ ଯେ ପ୍ରକାର ଆତ୍ମିକ ଅଭିବୃଦ୍ଧି ପାଇବେ, ପ୍ରଭୁଠାରେ ବଢିବେ, ତତ୍ସହିତ ତାଙ୍କର ମନରେ ଯଦି ଚାଳନା ପାଇବେ ବୋଲି ନିଜେ ଆସିକି ମଧ୍ୟ ସେମାନେ ସହଯୋଗ କରିପାରିବେ, ଆସିକି ଠିଆ ହେଇପାରିବେ। ଆଉ ସେଟା ହିଁ ଆମେ ଅନୁରୋଧ କରିପାରିବୁ, ପ୍ରାର୍ଥନା କରିପାରିବୁ। ଧନ୍ୟବାଦ। ଏହା ଥିଲା ଆଜ୍ଞାଙ୍କର ହୃଦୟର ମନ୍ତବ୍ୟ ଥିଲା। ପ୍ରଭୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।